ନମସ୍କାର ଓଡ଼ିଶାବାସୀ ଶୁଭ ସକାଳ। ଆଜି ହେଉଛି 13 ଡିସେମ୍ବର ଗୁରୁବାର। ଆଜି ରହିଛି ଦେଶ ବିଦେଶ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ଯାହା ଆପଣମାନେ କେବଳ 10 ମିନିଟ୍ ସମୟ ଦେଇ ଦେଖିପାରିବେ। ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଛୋଟିଆ ଅନୁରୋଧ, ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟରେ ଆପଣଙ୍କର ଜିଲ୍ଲାର ନାଁ ଲେଖିଦେବେ, ଯାହାଫଳରେ ତୁରନ୍ତ ଆପଣଙ୍କର ଜିଲ୍ଲାର ଖବର ମଧ୍ୟ ପାଇପାରିବେ। ଡିସେମ୍ବର 14ରେ ସରିବ ମାଗଣା ଅପଡେଟ୍ ଏବଂ ପିଏମ୍ କିଷାନ ଟଙ୍କା, ରାସନ କାର୍ଡ, ଭତ୍ତା ଟଙ୍କା, ଏମିତି ଅନେକ ଗୁଡ଼ିଏ ଖବର ଅଛି। ଚାଲନ୍ତୁ କଣ ରହିଛି ଆଜିର ଖବର ତା ଉପରେ ନଜର ପକାଇବା। ନମ୍ବର 1, ସମୟ ସରି ଆସୁଛି, ବନ୍ଦ ହୋଇଯିବ ଆପଣଙ୍କର ଆଧାର କାର୍ଡ। ହାତରେ ମାତ୍ର ଆଉ 3 ଦିନ। ତେଣୁ ଯଦି ଆପଣଙ୍କର ଆଧାର କାର୍ଡ 10 ବର୍ଷ ହୋଇଯାଇଛି, ତାରି ମଧ୍ୟରେ ଆପଣ ଏପର୍ଯ୍ୟନ୍ତ ଅପଡେଟ୍ କରିନାହାନ୍ତି, ବାୟୋମେଟ୍ରିକ ହଉ ବା ଆପଣଙ୍କର ଫେସ୍ ହଉ, ଯେକୌଣସି ହଉ ଆପଣ ଅପଡେଟ୍ କରିନାହାନ୍ତି, ତୁରନ୍ତ ଅପଡେଟ୍ କରିନିଅନ୍ତୁ। କାହିଁକି ନା ସରକାର ମଧ୍ୟ ଘୋଷଣା କରିଛନ୍ତି ଖୁବ୍ ଜଲ୍ଦି ଆପଣ ଅପଡେଟ୍ କଲେ ଆପଣଙ୍କର ଇକେୱାଇସି ହୋଇପାରିବ। ଆପଣଙ୍କର ଆଧାର କାର୍ଡ ଆଉ ରଦ୍ଦ ହେବ ନାହିଁ। ଆଉ ମାତ୍ର 3 ଦିନ ବାକି ରହିଲା। ଡିସେମ୍ବର 14 ତାରିଖ ପରେ ଆଧାର କାର୍ଡରେ ଭୁଲ ସଂଶୋଧନ କରିବା ହୋଇଯିବ ମହଙ୍ଗା। ସରକାରଙ୍କ ତରଫରୁ ମଧ୍ୟ ବଡ଼ ଘୋଷଣା କରାଯାଇଥିଲା। ଆଧାର କାର୍ଡ କେନ୍ଦ୍ରରେ ଆପଣ ପୁରା ମାଗଣା ଫ୍ରିରେ ସଂଶୋଧନ କରିପାରିବେ। ତେବେ ଆଧାର କାର୍ଡ ସଂଶୋଧନ ପାଇଁ ୟୁଆଇଡିଏଆଇ ସମୟସୀମାକୁ ଡିସେମ୍ବର 14 ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ ସରକାର। ଅର୍ଥାତ୍ ଆପଣ ହାତ ମାତ୍ର 3 ଦିନ ରହିଲା। ପୂର୍ବରୁ ଡେଡଲାଇନ୍ ବାରମ୍ବାର ସ୍ଥଗିତ ରଖାଯାଇଥିଲା ଆଉ ପ୍ରଥମେ ମାର୍ଚ୍ଚ 14 ତାରିଖ ପର୍ଯ୍ୟନ୍ତ ଡେଡଲାଇନ୍ ରଖାଯାଇଥିଲା। ପରେ ଘୁଞ୍ଚାଇ ଜୁନ 14, ସେପ୍ଟେମ୍ବର 14 ଏବଂ ଡିସେମ୍ବର 14 ଘୁଞ୍ଚାଇ ଦିଆଯାଇଛି। ତୁରନ୍ତ ଆପଣଙ୍କ ଆଧାର କାର୍ଡ ଅପଡେଟ୍ କରିନିଅନ୍ତୁ। ଜାନୁଆରୀ 1ରୁ ଆରମ୍ଭ ହେବ ୱାନ୍ ନେସନ୍ ୱାନ୍ ସବସ୍କ୍ରିପସନ। ଉପକୃତ ହେବେ 1.5 କୋଟିରୁ ଅଧିକ ଛାତ୍ରଛାତ୍ରୀମାନେ। ତେବେ ସରକାରଙ୍କ ତରଫରୁ ଜାନୁଆରୀ 1ରୁ ବା ବିଶ୍ୱବିଦ୍ୟାଳୟ ଆଇଆଇଟି ସମେତ ସରକାରୀ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନରେ 1.5 କୋଟିରୁ ଛାତ୍ରଛାତ୍ରୀ ବିଶ୍ୱର ଶିକ୍ଷା ପ୍ରତିକାରେ ପ୍ରକାଶିତ ଗବେଷଣା କରିପାରିବେ। ତେବେ କୁହାଯାଉଛି ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଏକେ ସୁଦ କହିଛନ୍ତି ବିଜ୍ଞାନ ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ, ମେଡିସିନ, ଗଣିତ, ପରିଚାଳନା ଏବଂ ସାମାଜିକ ବିଜ୍ଞାନ, ମାନବିକତା 14,400ରୁ ଅଧିକ ଅନ୍ତର୍ଜାତୀୟ ପତ୍ରିକାରେ ଗବେଷକ ନାମକୁ ୱାନ୍ ନେସନ୍ ୱାନ୍ ସବସ୍କ୍ରିପସନ ଅଭିଯାନରେ ପ୍ରଥମ ପର୍ଯ୍ୟାୟରେ ଉପଲବ୍ଧ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ଡିସେମ୍ବର 31 ତାରିଖରେ ମିଳିବା ପାଇଁ ଯାଉଛି ଛାତ୍ରଛାତ୍ରୀଙ୍କୁ 5,000 ଟଙ୍କା। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା ମଧ୍ୟ କରିଛନ୍ତି। ତେବେ କୁହାଯାଉଛି ରାଜ୍ୟରେ ଏସ୍ସି ଏସ୍ଟି ଛାତ୍ରଛାତ୍ରୀଙ୍କୁ ଶିକ୍ଷାବର୍ଷରେ ଆଗକୁ ନେବା ପାଇଁ ଲକ୍ଷ୍ୟରେ ଚଳିତ ବର୍ଷ ରାଜ୍ୟ ସରକାର ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ଆରମ୍ଭ କରିବେ ବୋଲି ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିକ ସୂଚନା ଦେଇଥିଲେ। ଆଉ ଏବେ ମଧ୍ୟ ଘୋଷଣା ହୋଇଛି ନବମ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବାର୍ଷିକ 5,000 ଟଙ୍କା ଆର୍ଥିକ ସହାୟତା ମିଳିବ। ଜେଲରେ ସିନେମା ଦେଖିବେ କଏଦୀ। ଏନେଇକି ସରକାର ମଧ୍ୟ ବଡ଼ ଘୋଷଣା କରିଛନ୍ତି। ଡିସେମ୍ବର 10 ତାରିଖ ଦିନ ବିଶ୍ୱ ମାନବାଧିକାର ଦିବସ ତଥା ରାଜ୍ୟ କଏଦୀ କାରାଗାର ପ୍ରତିଷ୍ଠା ଦିବସ ଅବସରରେ ଝାରପଡ଼ା ସ୍ୱତନ୍ତ୍ର ଜେଲରେ ଖୋଲିଛି ନୂଆ ସିନେମା ହଲ୍। ଫଳରେ ଏଣିକି ଜେଲ ଭିତରେ ଥାଇ କଏଦୀମାନେ ଫିଲ୍ମ ଦେଖିବାର ମଜା ଉଠାଇ ପାରିବେ। କଏଦୀଙ୍କ ମାନସିକ ଚାପ ଏବଂ ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଜେଲ ଭିତରେ ଅନଲାଇନ୍ ବିଗ୍ ସ୍କ୍ରିନରେ କଏଦୀମାନେ ଫିଲ୍ମ ଦେଖିବାର ସୁଯୋଗ ପାଇପାରିବେ। କଏଦୀମାନେ ନିଜକୁ ସଂସ୍କାରମୂଳକ ସ୍ଥିତିରେ କିପରି ପରିବର୍ତ୍ତନ କରିବେ, ତାହାକୁ ଦୃଷ୍ଟିରେ ରଖି ଜେଲ କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେଇଛନ୍ତି। ସରିଲା ବିଧାନସଭା ଶୀତ ଅଧିବେଶନ। ଡିସେମ୍ବର 31 ଯାଏଁ କାର୍ଯ୍ୟ ଦିବସ ନିର୍ଘଣ୍ଟ ହୋଇଥିଲା। ତେବେ 20 ଦିନ ପୂର୍ବରୁ ସରିଲା ବିଧାନସଭା ଶୀତ ଅଧିବେଶନ। ଅନିର୍ଦ୍ଦିଷ୍ଟ କାଳ ଯାଏଁ ବିଧାନସଭା ମୁଲତବୀ। ତେବେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି। ଡିସେମ୍ବର 31 ଯାଏଁ କାର୍ଯ୍ୟ ଦିବସ ନିର୍ଘଣ୍ଟ ହୋଇଥିଲା। ଚଳିତ ଅଧିବେଶନରେ ମାତ୍ର 12ଟି କାର୍ଯ୍ୟ ଦିବସ ଅନୁଷ୍ଠିତ ହୋଇଥିଲା। ତେବେ କୁହାଯାଉଛି 26 ତାରିଖରୁ ଆରମ୍ଭ ହୋଇଥିବା ଓଡ଼ିଶା ବିଧାନସଭା ଶୀତ ଅଧିବେଶନ ଆଜି ଶେଷ ହୋଇଛି। ଏହି ଅଧିବେଶନରେ 16ଟି କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହୋଇଛି। ଅତିରିକ୍ତ ବଜେଟ୍ ପାରିତ ହୋଇଛି। 2ଟି ସରକାରୀ ବିଲ୍ ପାରିତ ଏବଂ 10ଟି ବେସରକାରୀ ବିଲ୍ ଆଗତ ହୋଇଛି ବୋଲି କୁହାଯାଉଛି। ମାର୍କେଟରେ ଏବେ ସୁନା ଦୋକାନରେ ମିଳୁଛି ନକଲି ସୁନା। ତେଣୁ ଆପଣମାନେ ସାବଧାନ ହୋଇଯାଆନ୍ତୁ। ହଲମାର୍କ ଲୋଗୋ ଦେଖାଉଛନ୍ତି କିନ୍ତୁ ଲୋକଙ୍କୁ ଦଉଛନ୍ତି ନକଲି ସୁନା। ହଲମାର୍କ ଦେଖାଇ ମଧ୍ୟ ଡୁପ୍ଲିକେଟ୍ ସୁନା ଦେବା ଆଶ୍ଚର୍ଯ୍ୟ ଲାଗୁଛି। ତେବେ ରାଜ୍ୟରେ 5ଟି ଅଳଙ୍କାର ଦୋକାନୀ ନକଲି ସୁନା ବିକ୍ରି କରୁଥିବା ବେଳେ ଧରା ପଡ଼ିଯାଇଛନ୍ତି। ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ। ନକଲି ହଲମାର୍କ ପାଇଁ 4ଟି ଜୁଏଲାର ଲାଇସେନ୍ସ ମଧ୍ୟ ବାତିଲ କରାଯାଇଛି।
ଗୋଟିଏ ଅଳଙ୍କାର ଦୋକାନ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି। ତେଣୁ ଆପଣମାନେ ଜୁଏଲାରୀ କିଣିବା ପୂର୍ବରୁ ତଦାରଖ କରି କିଣନ୍ତୁ ବୋଲି କୁହାଯାଉଛି। ଆଜି ହେଉଛି ମହାପ୍ରଭୁଙ୍କର ବନକ ଲାଗି ନୀତି। 4 ଘଣ୍ଟା ବନ୍ଦ ରହିବ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ। ଶ୍ରୀମନ୍ଦିରରେ ଦ୍ୱିତୀୟ ଭୋଗ ମଣ୍ଡପରେ ଦତ୍ତ ମହାପାତ୍ର ସେବକମାନଙ୍କ ଦ୍ୱାରା ଗୁପ୍ତ ନୀତି ସମ୍ପାଦନ କରାଯିବ। ପ୍ରାକୃତିକ ରଙ୍ଗରେ ଶ୍ରୀଜୀଉ ଶ୍ରୀମୁଖ ଶୃଙ୍ଗାର କରାଯିବ। ଏଥିପାଇଁ ଅପରାହ୍ନ 6ଟାରୁ ରାତି 10ଟା ପର୍ଯ୍ୟନ୍ତ ପ୍ରାୟ 4 ଘଣ୍ଟା ଚତୁର୍ଦ୍ଧା ମୂରତିଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି କୁହାଯାଉଛି। ଇ ଶ୍ରମ କାର୍ଡରେ ଥିବା ଲୋକମାନଙ୍କ ପାଇଁ ଖୁସି ଖବର। ଏଣିକି ଯାହାର ଇ ଶ୍ରମ କାର୍ଡ ଅଛି ବା ପଞ୍ଜୀକରଣ କରିଛନ୍ତି ତାଙ୍କ ପାଇଁ ସରକାର ବଡ଼ ଘୋଷଣା କରିଛନ୍ତି। ଯଦି ସେମାନଙ୍କର ରାସନ କାର୍ଡ ନାହିଁ ତୁରନ୍ତ ତାଙ୍କର ରାସନ କାର୍ଡ ହୋଇଯିବ। ତେବେ ତାଙ୍କ ଘର ଆଡ୍ରେସରେ ରାସନ କାର୍ଡ ମଧ୍ୟ ଯାଇ ପହଞ୍ଚିବ। ତା ପୂର୍ବରୁ କିଛି ଇ କେୱାଇସି କରିବାକୁ ମଧ୍ୟ ପଡିବ। କାରଣ ସେମାନେ ଯୋଗ୍ୟ ବିବେଚିତ। ଆଉ ଇ ଶ୍ରମ କାର୍ଡ ଦ୍ୱାରା ତାଙ୍କୁ ଆବେଦନ ଆଉ କରିବା ପାଇଁ ପଡିବ ନାହିଁ। ତାଙ୍କୁ ରାସନ କାର୍ଡ ମିଳିଯିବ ବୋଲି ସରକାର ମଧ୍ୟ ଘୋଷଣା କରିଛନ୍ତି। ତା ସହିତ ମଧ୍ୟ ତାଙ୍କ ଲକ୍ଷ୍ୟ ପର୍ଯ୍ୟନ୍ତ ସେମାନେ ଟଙ୍କା ନେଇପାରିବେ। ତା ସହିତ ମଧ୍ୟ ଆଉ ଗୋଟେ କଥା ହେଲା ଜାନୁଆରୀ ମାସରେ ମିଳିବା ପାଇଁ ଯାଉଛି ଇ ଶ୍ରମ କାର୍ଡ 5,000 ଟଙ୍କା। କର୍ମଚାରୀଙ୍କ ନିଯୁକ୍ତି ନବୀକରଣ ଯୋଜନା ନାହିଁ, ହଜିଯିବ ମୁକ୍ତା। ତେବେ ସରକାର ବଦଳିବା ସହିତ ଓଡ଼ିଶାରେ ଅନେକ ମହତ୍ୱାକାଂକ୍ଷୀ ଏବଂ ନିଯୁକ୍ତି ଭିତ୍ତିକ ଯୋଜନାର ଭବିଷ୍ୟତ ଅନ୍ଧାର। ମିଶନ ଶକ୍ତିକୁ ସରକାର ପଙ୍ଗୁ କରିବାକୁ ଯୋଜନା ଚାଲିଥିବା ବେଳେ ମୁକ୍ତାକୁ ମଧ୍ୟ ହଜାଇ ଦେବାକୁ ଆରମ୍ଭ କରିଛି ପ୍ରକ୍ରିୟା। ତେବେ ଫଳରେ ଏଥିରେ କାର୍ଯ୍ୟରତ ଥିବା 360 କର୍ମଚାରୀଙ୍କ ଭାଗ୍ୟ ସୂତା ଖିଅରେ ଝୁଲୁଛି। ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନରେ ମୁକ୍ତା ଅଧୀନରେ 115ଟି ପୌରାଞ୍ଚଳରେ କାର୍ଯ୍ୟରତ ଥିବା ଶହ ଶହ କର୍ମଚାରୀଙ୍କ ସମ୍ପର୍କ ବିଭାଗରେ ରହସ୍ୟମୟ ଭାବରେ ନୀରବତା ଅବଲମ୍ବନ କରିଛନ୍ତି। ଏହି ସମୟରେ ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁକ୍ତା ଯୋଜନାର କାର୍ଯ୍ୟକାରୀ କର୍ମଚାରୀଙ୍କ ନବୀକରଣ ସଂକ୍ରାନ୍ତରେ କୌଣସି ନିଷ୍ପତ୍ତି ନ ନେଇଥିବା ବୋଲି ସୂଚନା ମିଳିଛି। ରାଜ୍ୟରେ ଖୋଲିବ 58ଟି ଶୀତଳ ଭଣ୍ଡାର, ଦୂର ହେବ ଆଳୁ ବ୍ୟବସ୍ଥା। ତେବେ ରାଜ୍ୟରେ 58ଟି ଶୀତଳ ଭଣ୍ଡାର ଖୋଲିବା ପରେ ଏବେ ଆଳୁ ଆଉ ବାହାର ରାଜ୍ୟରୁ ଆଣିବା ପାଇଁ ପଡିବ ନାହିଁ। ଆଳୁ ରେଟ୍ କମିଯିବ, ଉତ୍ପାଦନ ମଧ୍ୟ ବୃଦ୍ଧି ପାଇବ ଆଉ ଓଡ଼ିଶା ଆଉ କୌଣସି ରାଜ୍ୟ ଉପରେ ଭରସା କରିବ ନାହିଁ। ଏନେଇ 68 କୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଛି ବୋଲି କୁହାଯାଉଛି। ସରକାର ଲାଗିଛନ୍ତି ଆଳୁ ମିଶନ, ପିଆଜ ମିଶନ ପାଇଁ, ଯାହାଫଳରେ ଅଧିକରୁ ଅଧିକ ଆଳୁ ଉତ୍ପାଦନ ବୃଦ୍ଧି ହେବ। ମୁଖ୍ୟମନ୍ତ୍ରୀଙ୍କର ବଡ଼ ଘୋଷଣା। ଏଣିକି ଏସ୍ଏଚଜି ମହିଳାଙ୍କ ପାଇଁ ଖୁସି ଖବର। ଏସ୍ଏଚଜି ମହିଳା ପୂର୍ବ ସରକାର ବା ବିଜେଡି ସରକାର ଯେତିକ ଋଣ ନେଇଥିଲେ ତାର ଋଣର ସୁଧ ଛଡ଼ାଯିବ ବୋଲି କୁହାଯାଉଛି। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି 227 କୋଟି ଟଙ୍କା ମଧ୍ୟ ବ୍ୟୟବରାଦ ଅଛି ବୋଲି କୁହାଯାଉଛି। ଗାଁ ଏବଂ ଗ୍ରାମବାସୀଙ୍କ ବିକାଶ ଗୁରୁତ୍ୱପୂର୍ଣ୍ଣ, ଏଭଳି କହିଛନ୍ତି ରାଷ୍ଟ୍ରପତି। ତେବେ କୁହାଯାଉଛି ଯେ ରାଷ୍ଟ୍ରପତି ନାଗରିକ ଗ୍ରାମୀଣ ଭାରତରେ ବସବାସ କରନ୍ତି। ତେଣୁ ଭାରତକୁ ଏକ ଶକ୍ତିଶାଳୀ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଗାଁ ଏବଂ ଗ୍ରାମବାସୀଙ୍କର ବିକାଶ ଗୁରୁତ୍ୱପୂର୍ଣ୍ଣ ବୋଲି ରାଷ୍ଟ୍ରପତି ଆଲୋକପାତ କରିଛନ୍ତି। ତେବେ କୁହାଯାଉଛି ଯେ ବିଭିନ୍ନ ବର୍ଗରେ 45 ଜଣଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା। ଓଡ଼ିଶାର ତ୍ରିପୁରାରୁ ସର୍ବାଧିକ 7ଟି ଲେଖାଏଁ ପୁରସ୍କାର ମଧ୍ୟ ମିଳିଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତ ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ ଜଣାଇ ପ୍ରଶଂସା କରିଛନ୍ତି। ରାଜଧାନୀରେ ଗଡ଼ିବ ଡବଲ ଡେକର ବସ୍। ଜାନୁଆରୀ 9ରେ ପ୍ରବାସୀ ଭାରତୀୟ ସମ୍ମିଳନୀରୁ ଆରମ୍ଭ ହେବ ଡବଲ ଡେକର ବସ୍ ସେବା। ଟେଣ୍ଡର ଆହ୍ୱାନ କ୍ରୁଟ୍। ତେବେ କୁହାଯାଉଛି ରାଜଧାନୀରେ ଏବେ ଡବଲ ଡେକର ବସ୍ ଗଡ଼ିବ। ଖୋର୍ଦ୍ଧା, ପୁରୀ, କଟକ ଜିଲ୍ଲାରେ ଚଳାଚଳ ହେବ ବୋଲି କୁହାଯାଉଛି। ଏହି ବସ୍ ସମ୍ପୂର୍ଣ୍ଣ ବିଦ୍ୟୁତ ଚାଳିତ ବସ୍ ହୋଇଥିବା ଜଣାପଡ଼ିଛି। ମଦ୍ୟପଙ୍କ ବୁଲେଟ ଚାବି ଖୋଜାରେ ଫାଟିଲା ଚାଖଣା ବିକାଳୀଙ୍କ ମୁଣ୍ଡ। ତେବେ କୁହାଯାଉଛି ରାଜ୍ୟରେ ଏତେ ମଦ ବଢ଼ିଯାଇଛି ଯେ ସରକାର ମଦରେ ରାଜସ୍ୱ 5,000 କୋଟିରୁ ଅଧିକ ପାଇଛନ୍ତି। ତେବେ 15 କୋଟି ଲିଟର ବିୟର କେବଳ ପିଇଛନ୍ତି ଓଡ଼ିଶାବାସୀ। ଏତେ ମଦର ଚାହିଦା ବଢ଼ିଛି ଯେ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି। ସରକାର ଯେତିକି ରାଜସ୍ୱ ପାଉଛନ୍ତି କିନ୍ତୁ ସେ ତାଠାରୁ ଅଧିକ ଓଡ଼ିଶା ପାଇଁ ଖରାପ ସ୍ଥିତି ଆସୁଛି ବୋଲି କୁହାଯାଉଛି। ପୁଣି ଆଉ ଗୋଟେ ଘଟଣା ଘଟିଛି। ବାହାର ନିକଟରେ ଚାଖଣା ବିକାଳୀକୁ ପଡ଼ିଥିଲା ଶନିଦଶା। ଚାଖଣା ନେବାକୁ ଆସିଥିବା ମଦ୍ୟପ ନିଶାରେ ଫଟାଇ ଦେଲା ଦୋକାନୀଙ୍କ ମୁଣ୍ଡ। ଏମିତି ଘଟଣା ଘଟିଛି ପାରାଦୀପ ବଡ଼ବଡ଼ିଆ ଅଞ୍ଚଳରେ। ଆହତ ଦୋକାନୀ ସ୍ଥାନୀୟ ମେଡିକାଲରେ ମଧ୍ୟ ଭର୍ତ୍ତି କରାଯାଇଛି ବୋଲି କୁହାଯାଉଛି। ଏଣିକି ଇପିଏଫ୍ ଟଙ୍କା ଆପଣମାନେ ଏଟିଏମ୍ରୁ ଉଠାଇ ପାରିବେ।
ଏ ନେଇକି ମଧ୍ୟ ନୂଆ ବ୍ୟବସ୍ଥା କରାଯାଇଛି। ତେବେ କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି ଗଠନ ବା ଇପିଏଫ୍ ର ସଦସ୍ୟମାନେ ଖୁବ୍ ଶୀଘ୍ର ଏଟିଏମ୍ ଜରିଆରେ ସେମାନଙ୍କର ପିଏଫ୍ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ। ଶ୍ରମ ନିଯୁକ୍ତି ମନ୍ତ୍ରାଳୟ ସଚିବ ସୁମିତ ଦୱାର ଏ ବିଷୟରେ ସୂଚନା ଦେଇଛନ୍ତି। ଇପିଏଫ୍ ହେଉଛି ସେହି ଅନୁଷ୍ଠାନ ଯାହା ଭବିଷ୍ୟ ନିଧି ପାଣ୍ଠି ଅର୍ଥାତ୍ କର୍ମଚାରୀଙ୍କ ପିଏଫ୍ ଏବଂ ପେନ୍ସନ୍ ଆକାଉଣ୍ଟକୁ ପରିଚାଳନା କରିଥାଏ। ଆଉ ଖୁବ୍ ଯଦି ଲୋକ ଇପିଏଫ୍ 2 ରେ ଏବେ ଏଟିଏମ୍ ରୁ ଟଙ୍କା ଉଠାଇ ପାରିବେ। ତେବେ ଏବେ ଭାରତରେ ଯୁବ ଅବସ୍ଥାରେ ସମସ୍ତଙ୍କର ଆକସ୍ମିକ ମୃତ୍ୟୁ ହେଉଛି। ଅଧିକ ମୃତ୍ୟୁ ହେଉଛି ଜଣାପଡ଼ିଛି ଯେ ହାର୍ଟ ଆଟାକ୍ ବା ହୃଦରୋଗରୁ। ତେବେ କିଭଳି ହାର୍ଟ ଆଟାକରୁ ସମସ୍ୟାରୁ ମୁକ୍ତି ପାଇବେ ସେ ନେଇକି ମଧ୍ୟ କୁହାଯାଇଛି। ତେବେ ଆମେରିକାର ରିପୋର୍ଟ ଅନୁସାରେ 2015ରେ ଭାରତର 6.2 କୋଟି ଲୋକଙ୍କୁ ହୃଦଘାତ ହୋଇଛି। ଏମାନଙ୍କ ମଧ୍ୟରୁ 2.3 କୋଟି ଲୋକଙ୍କ ବୟସ 40 ବର୍ଷରୁ କମ୍। ଯୁବ ଅବସ୍ଥାକୁ ଏବେ ଯୁବକଙ୍କୁ ପ୍ରାୟ ହାର୍ଟ ଆଟାକ୍ ଆସୁଛି। ତେଣୁ ହାର୍ଟ ଆଟାକ୍ ନ ଆସିବା ପାଇଁ କିଛିଟା କାରଣ ଆପଣଙ୍କୁ କରିବା ପାଇଁ ପଡ଼ିବ। ଫାଇବର ଭରପୁର ଡାଏଟ୍ ପ୍ଲାନ୍ ମଧ୍ୟ ଆପଣଙ୍କୁ କରିବାକୁ ପଡ଼ିବ। ଓଜନକୁ ନିୟନ୍ତ୍ରଣ କରିବାକୁ ପଡ଼ିବ। ପ୍ରତିଦିନ ବ୍ୟାୟାମ କରିବାକୁ ପଡ଼ିବ। ପର୍ଯ୍ୟାପ୍ତ ପରିମାଣରେ ଶୁଅନ୍ତୁ ବୋଲି କରିବାକୁ ପଡ଼ିବ। ତା ସହିତ ଆପଣମାନେ ସୁସ୍ଥ ରହିବା ସହିତ ପାଣି ପିଇବା, ଶୋଇବା, ରକ୍ତଚାପ, ମଧୁମେହ ଏସବୁ ଆଶଙ୍କା କମାଇ ପାରିବେ। ଏହା ଛଡ଼ା ଷ୍ଟ୍ରେସ୍ ମଧ୍ୟ କମାଇଲେ ଆପଣଙ୍କର ହାର୍ଟ ଆଟାକ୍ ହେବନି ବୋଲି କୁହାଯାଉଛି। ସାମ୍ବାଦିକଙ୍କ ପାଇଁ ବାହାରିଲେ ବିଧାୟକ, କହିଲେ ସାମ୍ବାଦିକଙ୍କ ପାଇଁ ଲାଗୁ ହେଉ ପେନ୍ସନ୍। ବିଧାନସଭା ଗୃହରେ ସାମ୍ବାଦିକ ପେନ୍ସନ୍ ପ୍ରସଙ୍ଗ ଉଠାଇଥିଲା ବିଜେଡି। ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମାରେ ପିତାମାତାଙ୍କୁ ସଂଯୋଗ କରାଯାଉ। ପୂର୍ବ ସରକାର 5 ଲକ୍ଷରୁ ସ୍ୱାସ୍ଥ୍ୟ ବୀମା କରିଥିଲେ। ତେବେ ସାମ୍ବାଦିକଙ୍କ ପେନ୍ସନ୍ ଲାଗୁ ହେଉ। ଦେଶରେ 17ଟି ରାଜ୍ୟରେ ପେନ୍ସନ୍ ବ୍ୟବସ୍ଥା ରହିଛି। ଗଣମାଧ୍ୟମକୁ ଲୋକସେବା ଭବନକୁ ପ୍ରବେଶ ଅନୁମତି ଦିଅନ୍ତୁ। ସାମ୍ବାଦିକ ସୁରକ୍ଷା କାର୍ଯ୍ୟକାରୀ ହେଉ ଏବଂ ମୁଖ୍ୟମନ୍ତ୍ରୀ ନିକଟରେ ସୂଚନା ପ୍ରସାରଣ କଲେ ବିଭାଗ ହୋଇଛି। ଏହା ଗୁରୁତର ରୂପେ ବିଚାର କରିବାକୁ ଅପିଲ ମଧ୍ୟ କରିଛି ବିଜେଡି। ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ସୂଚନା ଲୋକ ସମ୍ପର୍କ ବିଭାଗ ରହିଛି। ଏହା ଗୁରୁତର ସହିତ ପାଳନ କଲେ ସବୁ ଠିକ ହେବ ବୋଲି କୁହାଯାଉଛି। ତା ସହିତ ଆଉ ଗୋଟେ ବଡ ଖବର, ଚାଷୀଙ୍କ ପାଇଁ ଆସିଲା ବଡ ଖବର। ତେବେ ପିଏମ କିଷାନ ଯୋଜନା 18ତମ କିସ୍ତି ଅକ୍ଟୋବର ମାସରେ ମିଳିଥିଲା। ଏଣିକି 19ତମ କିସ୍ତି ଫେବୃଆରୀ ମାସରେ ମିଳିବ ବୋଲି ସରକାରଙ୍କ ତରଫରୁ ମଧ୍ୟ ବଡ ଘୋଷଣା କରାଯାଇଛି। ଯାହାଫଳରେ ଚାଷୀମାନେ ମଧ୍ୟ ଉପକୃତ ହୋଇପାରିବେ। ତା ସହିତ ମଧ୍ୟ ଆଉ ଗୋଟେ କଥା, ଚାଷୀ ମାନଙ୍କୁ ମିଳିବ 2 ଲକ୍ଷ ଟଙ୍କା। ତେବେ ଖୁବ୍ ଜଲଦି ୟୁପିଆଇ ଜରିଆରେ ଚାଷୀମାନେ 2 ଲକ୍ଷ ପର୍ଯ୍ୟନ୍ତ ଋଣ ନେଇପାରିବେ ବୋଲି ଆରବିଆଇ ମଧ୍ୟ କହିଛି। ତା ସହିତ ମଧ୍ୟ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଚାଷୀମାନଙ୍କୁ ଦେବେ, ଯାହାଫଳରେ ଉପକୃତ ହେବେ ଚାଷୀ। ତେବେ ବଢୁଛି ଶୀତ। ଆହୁରି 2 ଦିନ ପରେ 2ରୁ 4 ଡିଗ୍ରୀ ପାରଦ ଖସିବ, ଯାହାଫଳରେ ଶୀତର ପ୍ରକୋପ ବଢିବ ବୋଲି କୁହାଯାଉଛି। ତେବେ ଇଏ ଥିଲା ଆଜିର ଦେଶ ବିଦେଶ ରାଜ୍ୟର କିଛିଟା ଗୁରୁତ୍ୱପୂର୍ଣ୍ଣ ଖବର। ଏଇଭଳିଆ ଖବର ପ୍ରତ୍ୟେକ ଦିନ ଦେଖିବା ପାଇଁ ହେଲେ ଚ୍ୟାନେଲକୁ ସବସ୍କ୍ରାଇବ କରିବା ପାଇଁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।